बनरे प्रभु न प्रभु आसी अच्छी मुहे अन्य प्रयोजन अन्य प्रयोजन हाँ जगज्जन चिंतामणि की कहूछ मते जहाँ को आदेशे चंद्र सूर्य हुंती आत जात से प्रभु तुम्हें किबा परीक्षा करुछ यही बनर बनरे न न नुहु तु ही बनर बन प्रभु राम हनु उठे एक आत्मा प्रभु सुन वीर जो मो अयोध्यार चित्रकूट पर्वत को छुटी आसी प्रभु समस्त कथा निश्चय मु तो निकट व्यक्त करी कहतु प्रभु जानवा को चाहे शुण वीर कहूना प्रभु मो मनर कथा मु कहूची तोते तू सुन रे तू ही मारुति ये पथ श्रांत करी मु आसी पासे लभिबी बोली शांति सुन रे तुही मारुति पथ शांत करी आसी तो पासे अभिबी बोली शांति जेबे मो कथा तुही रखिबु रे जेबे मो कथा तुही रखिबु रे निश्चय कहिबी रे आर दिन कथा निश्चय कहिबी रे आर दिन कथा प्रभु अयोध्यार तो निकट को आसला बेले पथरे मत टे पथ क्लांत है प्रभु भाविले चित्रकूट को जाई हनुमान निकट को गले विश्राम टिके निले ए पथ क्लांत जीवन टे भल लगे ये बहुत आनंदर कथा प्रभु से खुशी तो निकट को छुटी आस मु भी बहुत आनंदित प्रभु कहते प्रभु विमातर कपड़ चक्रांत पिता सत्य रक्षा करने को जाए प्रभु वर्ष वर्ष धरी मो 14 वर्ष वनवास जाइए ये कथा किसी मने अच्छी कहूना प्रभु अच्छे मने किसी मने नहीं प्रभु पंचवटी बने सीता हरायण न पाई हेली हताश मन प्राण ढाड़ी खोजी गलो सीता रखी गलो तुही पंचवटी बने सीता हरायण न पाई हेली हताश मन प्राण ढाड़ी खोजी गलु सीता रखी गलु तुही जस यही कथा किबा तोरा मने नहीं यही कथा किबा तोरा मने नहीं सत करी मोते हन तुही निश्चय कहिबी रे आर दिन कथा निश्चय कहिबी रे आर दिन कथा प्रभु पितृसत्य पालन करी 14 वर्ष वनवास जीवा परे हाँ प्रभु पंचवटी अरण्य मध्यर लंकार दर्पिष्ट राक्षस रावण प्रभु अपहरण करी नेला सीता मोहन हाँ प्रभु तांका विच्छेदरे म्रियमाण होई पड़िथिली एका सात सिंधु अतिक्रम करी जाइथिलु स्वर्णमय लंकापुर मध्य प्रभु सीता संधान पई किछि मने अछि
କିଛି ମନେ ନାହିଁ ପ୍ରଭୁ। ଆଉ ସେ ସ୍ଥାନରେ ରାକ୍ଷସର ଅନୁଚର ମାନେ ତୋରେ ଲୋବାକୁଥରରେ ଅଗ୍ନି ଲଗାଇ ଛାରଖାର କରିବା ପାଇଁ ଚେଷ୍ଟା କରିଥିଲେ। ତୁ ମଧ୍ୟ ଲଙ୍କାକୁ ଛାରଖାର କରି ସୀତାଙ୍କର ସନ୍ଧାନ ଆଣି ସାକ୍ଷାତ କରିଥିଲ ମାଲ୍ୟବନ୍ତଗିରି। ହେଲେ ପ୍ରଭୁ କିଛି ମନେ ଅଛି? ପ୍ରଭୁ ଅତୀତରେ ଘଟିଥିବା ଘଟଣାମାନଙ୍କୁ ଆଜି ମୋ ସମ୍ମୁଖେ ପରିପ୍ରକାଶ କରିବାର ତାତ୍ପର୍ଯ୍ୟ କ'ଣ ଥାଇପାରେ ପ୍ରଭୁ? ଅତୀତକୁ ରୋମନ୍ଥ କରିବା ପାଇଁ ପ୍ରଭୁ କାଳେ ତୁ ଭୁଲି ଯାଇଥିବୁ, ଆଚ୍ଛା ସେଇଥିପାଇଁ ତୋତେ ସବୁ କଥା ମୁଁ କହୁଛି। ତାହେଲେ କୁହନ୍ତୁ ପ୍ରଭୁ। ତାପରେ ଆଉ ସବୁ ତୋର ମନେ ଅଛି ତ? ଆପଣ କହୁନାହାନ୍ତି। ମଲ୍ଲୁକ ବାନର ମାନଙ୍କୁ ନେଇ 7 ସମୁଦ୍ରରେ ବନ୍ଧ ନିର୍ମାଣ କରିବା ପରେ ପରେ ପ୍ରବେଶ କଲେ ଆମେ ଲଙ୍କାପୁର ମଧ୍ୟରେ। ପ୍ରଭୁ ଗଡ଼ ନିର୍ମାଣ କରି ରହିଲେ ସୁବଳ ପର୍ବତେ। ପ୍ରଭୁ ରାକ୍ଷସ ମାନଙ୍କ ସହିତ ଚାଲିଲା ହଁ ପ୍ରଭୁ ତୁମର ସଂଗ୍ରାମ। সেই ସଂଗ୍ରାମ ମଧ୍ୟରେ କିଛି ଦିନ ପରେ ଏକ ସ୍ମୃତି ତୋର ମନେ ଅଛି? ଆପଣ କହୁନାହାନ୍ତି ପ୍ରଭୁ, କୁହନ୍ତୁ ମନେ ଅଛି ତ? କୁହନ୍ତୁ ପ୍ରଭୁ, ଜାଣିବାକୁ ଚାହେଁ। ଏକ ରାତ୍ରେ 86 ଯୋଜନରେ ଗନ୍ଧମାଦନ ମୁଣ୍ଡାଏ। ଏକ ରାତ୍ରେ 86 ଯୋଜନରେ ଗନ୍ଧମାଦନ ମୁଣ୍ଡାଏ। ସମର ପ୍ରାଙ୍ଗଣୀ ବାବୁ ପହଞ୍ଚାଇ ଦେଲୁ, ସମର ପ୍ରାଙ୍ଗଣୀ ବାବୁ ପହଞ୍ଚାଇ ଦେଲୁ, ସମର ପ୍ରାଙ୍ଗଣୀ ବାବୁ ପହଞ୍ଚାଇ ଦେଲୁ, ସମର ପ୍ରାଙ୍ଗଣୀ ବାବୁ ପହଞ୍ଚାଇ ଦେଲୁ। ପ୍ରାଣ ପାଇଲାଟି ମୋର ଭାଇ ରେ, ପାଇଲାଟି ମୋର ଭାଇ। ଏକ ରାତ୍ରେ 86 ଯୋଜନରେ ଗନ୍ଧମାଦନ। ଲକ୍ଷ୍ମଣ ଶକ୍ତି ଭେଦ ସମୟରେ ଏକ ରାତ୍ରକ ମଧ୍ୟରେ ଗନ୍ଧମାର୍ତ୍ତର ପର୍ବତ ମୁଣ୍ଡାଇ ସମର ପ୍ରାଙ୍ଗଣେ ପହଞ୍ଚାଇ ସାନ ଭାଇ ଲକ୍ଷ୍ମଣକୁ ତୁ କ'ଣ ଜୀବନ୍ୟାସ ଦେଇନଥିଲୁ? ପ୍ରଭୁ ଏ କଥା କିଛି ମନେ ଅଛି? ମନେ ଅଛି ପ୍ରଭୁ। ହେଲେ ପ୍ରଭୁ ଅତୀତ ଘଟଣା ଆଜି ଆପଣ କାହିଁକି ମୋତେ ମନେ ପକାଉଛନ୍ତି? ଆଚ୍ଛା, ଅନେକ ଆଶାକାଂକ୍ଷା ନେଇ ମୁଁ ତୋ ନିକଟକୁ ଆସିଛି। ଆଶା ଆକାଂକ୍ଷା ନେଇ ହଁ, କହୁନାହାନ୍ତି ପ୍ରଭୁ। କରିବହୁ ଆଶା ମୋହେରେ ଆସିଅଛି ତୋର ପାଶେ। ଜୟ ଶ୍ରୀରାମ। କରିବହୁ ଆଶା ମୋହେରେ ଆସିଅଛି ତୋର ପାଶେ। ସତ୍ୟ ରଖିବୁ ମୁଁ କରିଛି ଭରସା, ମୋ ସତ୍ୟ ରଖିବୁ ମୁଁ କରିଛି ଭରସା। ଏ ମନ ରହିଅଛି ତୋରି ଠାରେ, ଏ ମନ ରହିଅଛି ତୋରି ଠାରେ। ଯେତେ ଦୂରେ ଥିଲେ ସୁଦ୍ଧା ଏ ମନ ପ୍ରାଣଟା ସଦାସର୍ବଦା ଯେପରି ତୋ ନିକଟରେ ଥା। ପ୍ରଭୁ ଅନେକ ଆଶା ଆକାଂକ୍ଷା ନେଇ ମୁଁ ତୋ ନିକଟକୁ ଛୁଟି ଆସିଛି। ପ୍ରଭୁ। ମୁଁ ଜାଣେ ମୋ ସତ୍ୟଟା କେବଳ ତୋରି ତ୍ୱରେ ରକ୍ଷା ହୋଇପାରିବ। ମୁଦ ରକ୍ଷା ହେଇପାରିବ? ହଁ, ତାହେଲେ କହୁନାହାନ୍ତି ପ୍ରଭୁ, ମୁଁ ଜାଣିବାକୁ ଚାହେଁ ମୋ ଆରାଧ୍ୟ ଠାକୁର ଆଜି କେଉଁ ଆଶା ଆକାଂକ୍ଷାକୁ ପାଥେୟ କରି ଆସିଛନ୍ତି ମୋହରି ନିକଟେ? କୁହନ୍ତୁ ପ୍ରଭୁ, କୁହନ୍ତୁ ମୋତେ। ମନ ମଧ୍ୟରେ କିଛି ଭାବିବୁ ନାହିଁ ତ? ନାଇଁ ପ୍ରଭୁ ନାଇଁ, ମୋ ଠାକୁର ଆଜି ତାଙ୍କ ଆଶା ଭରସାକୁ ମୋ ସମ୍ମୁଖରେ ପରିପ୍ରକାଶ କରିବେ, ମୁଁ ମନ ଦୁଃଖ କରିବି। ତାହେଲେ ଶୁଣ ବିନୁ, କୁହନ୍ତୁ ପ୍ରଭୁ। ମୋ ବାଲ୍ୟକାଳରେ ହଁ ପ୍ରଭୁ। ଗୁରୁ ବିଶ୍ୱାମିତ୍ର ଶିକ୍ଷା ଦେଇଥିଲେ ବାବୁ ସେହିରେ ମୋତେ, ଶିକ୍ଷା ଦେଇଥିଲେ ବାବୁ ସେହିରେ ମୋତେ। କାଳେ ପହଞ୍ଚି ଦକ୍ଷିଣା ମାଗନ୍ତି, କାଳେ ପହଞ୍ଚି ଦକ୍ଷିଣା ମାଗନ୍ତି।
ভয় জাগিলা মতিতে প্রভু ମୋ ବାଲ ତାଳରେ ଗୁରୁ ବିଶ୍ୱାମିତ୍ର ଶିକ୍ଷା ଦେଇଥିଲେ ବାବୁ ସେହିରେ ମୋତେ ଶିକ୍ଷା ଦେଇଥିଲେ ବାବୁ ସେହିରେ ମୋତେ ছোটবেলে বাল্য অবস্থাରେ ଗୁରୁ ବିଶ୍ୱାମିତ୍ର ଆସିଥିଲେ ଅଯୋଧ୍ୟାକୁ ହଁ ପ୍ରଭୁ ପିତା ଦଶରଥଙ୍କୁ କହି ମୋତେ ଆଉ ସାନୁ ଜଲକ୍ଷଣକୁ ନେଇଥିଲେ ବନସ୍ଥରେ ଥିବା ରାକ୍ଷସୀମାନଙ୍କୁ ବିନାଶ କରିବା ପାଇଁ। ପ୍ରଭୁ ସନ୍ଧ୍ୟା ସମୟ ଜାଣି ସରଜୁ ନଦୀ ତଟସ୍ଥରେ ଏକ କାଳଯାପନ କରିଥିଲେ। ପ୍ରଭୁ ପ୍ରଭାତରୁ ଉଠିବା ପରେ ସେହି ସମୟରେ ଗୁରୁ ବିଶ୍ୱାମିତ୍ର ମୋତେ ଦୁଇଟି ଅସ୍ତ୍ର ବିଦ୍ୟା ପ୍ରଦାନ କରିଥିଲେ। ଆଚ୍ଛା ତାପରେ ହେଲେ